समस्त को नमस्कार। स्टार्ट करवा आज जो 60 डे फास्ट क्लास जहाँकि ओडिया ग्रामर आज क्लास रे आम जाना ध्वनि वर्ण और वर्णमाला आज आरंभ करी पूरा 60 डे आपण को नॉन स्टॉप इच एंड एवरी टॉपिक्स उपरे सबू वीडियोस रहिबो। तो आपण आमर शेड्यूल एवं देखिपारे। तो ये भाव में जो शेड्यूल अच्छी से शेड्यूल हिसाब से आम आपण को क्लास प्रेजेंट करने चेष्टा करूँ। तो प्रतिदिन इवनिंग टाइम 7टा ରୁ 9ଟା ଭିତରେ ଆପଣଙ୍କୁ ଭିଡ଼ିଓଟି ପ୍ରେଜେଣ୍ଟ କରାଯିବ, ଯାହାର ନୋଟିଫିକେସନ୍ ଆମେ ସକାଳେ ଆମର ଯେଉଁ ଷ୍ଟୋରି ହିସାବରେ ଆମେ ଗୋଟେ ସର୍ଟ ଭିଡ଼ିଓ ମଧ୍ୟ ଏବେ ପ୍ରେଜେଣ୍ଟ କରିବୁ, ଯେଉଁଠି ଆପଣଙ୍କୁ ଆମେ ଟାଇମିଂ ପ୍ରେଜେଣ୍ଟ କରିଦେବୁ ଯେ ଏଇ ଟାଇମ୍ରେ ଏଇ ଭିଡ଼ିଓଟି ଆସୁଛି। ତ ଫ୍ରେଣ୍ଡସ୍ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ ଆଜିର ବିଷୟ ହେଉଛି ଧ୍ୱନି ବର୍ଣ୍ଣ ଓ ବର୍ଣ୍ଣମାଳା। ତ ପ୍ରଥମେ ଆମେ ଧ୍ୱନି ବିଷୟରେ ଜାଣିବା। ଧ୍ୱନି କ'ଣ ଦେଖନ୍ତୁ, ଧ୍ୱନିକୁ ଆମେ ଜାଣିବାର ଅଛି ମାନେ ଯେଉଁ ମାନବର ଯେଉଁ କଣ୍ଠରୁ ବାହାରୁଥିବା ଶ୍ରବଣଜ୍ଞ ଧ୍ୱନିକୁ ଧ୍ୱନି ବୋଲି କୁହାଯାଏ। ମାନେ ଏବେ ଯାହା ବି ଧ୍ୱନି ଆମେ ଉଚ୍ଚାରଣ ହେଉଛି, ଆମେ ଯାହା ଶୁଣୁଛୁ, ଶୁଣିକି ଆମେ ଯାହା ଅନୁଭବ କରୁଛୁ, ସେସବୁ ଧ୍ୱନି ସେସବୁ ଆପଣ ପିଲାବେଳଠୁ ପଢ଼ିକି ଆସିଛନ୍ତି, ଜାଣିଛନ୍ତି। ମୁଁ ଅଧିକ କିଛି ତା ଉପରେ ଏକ୍ସପ୍ଲେନ୍ କରୁନି। ଆଉ କେବଳ ଏଇଟା ଗୋଟେ ଟାଇପ୍ର ରିଭିଜନ୍ ବୋଲି ଭାବି ନିଅନ୍ତୁ, ଯାହାକି ଆପଣ ଯଦି ଓଡ଼ିଆ ଗ୍ରାମାର ଯଦି ଭୁଲି ଯାଇଛନ୍ତି, ପ୍ରାକ୍ଟିସ୍ ନାହିଁ, ତ ସେଇ ଜିନିଷ ଆପଣଙ୍କୁ ଏଠି କ୍ଲିୟରଲି ଆଇଡ଼ିଆ ହେଇଯିବ। ତ ଓଡ଼ିଆ ଭାଷାରେ ଧ୍ୱନି ଦୁଇ ପ୍ରକାର ଅଛି। ଗୋଟେ ହେଉଛି ଦେଖନ୍ତୁ ସ୍ୱର ଧ୍ୱନି, ଓକେ ଫ୍ରେଣ୍ଡସ୍, ଗୋଟେ ହେଉଛି ସ୍ୱର ଧ୍ୱନି, ଆଉ ଗୋଟେ ହେଉଛି ବ୍ୟଞ୍ଜନ ଧ୍ୱନି। ଠିକ୍ ଅଛି ଫ୍ରେଣ୍ଡସ୍। ତ ସେଇ ଦୁଇଟା ବିଷୟରେ ଆମେ ଜାଣିବା। ଆଉ ବର୍ଣ୍ଣ ବିଷୟରେ ଆମେ ଯେମିତି ଜାଣିବା, ଯେମିତିକି ଦେଖନ୍ତୁ ଗୋଟେ ଛୋଟିଆ ଉଦାହରଣ ଦେଇଛି ସ୍ୱର ଧ୍ୱନି। ସ୍ୱର ଧ୍ୱନିରେ ଆମେ ଦେଖିବାକୁ ପାଇବା ଅ ଇ ଉ, ଏଗୁଡ଼ିକ ହେଉଛି ସ୍ୱର ଧ୍ୱନି। ଆଉ ବ୍ୟଞ୍ଜନ ଧ୍ୱନି ଯାହା ଆମେ ଜାଣିବା, ଯାହା ହେଉଛି କ ଗ ଟ ଚ, ଏଗୁଡ଼ାକ ସବୁ ବ୍ୟଞ୍ଜନ ଧ୍ୱନି ହିସାବରେ ଆମେ ଜାଣିବାକୁ ପାଇବା। ତ ଏଇ ଯେଉଁ ଟୋଟାଲି ଏଇ ଯେଉଁ କୋର୍ସର ଯେଉଁ ମାନେ ଏଇ ଯେଉଁ କ୍ଲାସ୍ର ଯେଉଁ PDF ନୋଟ୍ସଟା ଯଦି ଆପଣ ଯଦି ଚାହୁଁଛନ୍ତି, ତ ଏଇ PDF ମଧ୍ୟ ମୁଁ ଆମ ଟେଲିଗ୍ରାମ ଚ୍ୟାନେଲରେ ଦେଇଦେବି। ଆପଣ PDFଟି ମଧ୍ୟ ଫ୍ରି ଅଫ୍ କଷ୍ଟରେ ଡାଉନଲୋଡ଼ କରିକି ପଢ଼ିପାରିବେ। ଠିକ୍ ଅଛି ଫ୍ରେଣ୍ଡସ୍। ଧ୍ୱନି ତ ଜାଣିଦେଲେ, ଏବେ ନେକ୍ସଟ ଜାଣନ୍ତୁ ବର୍ଣ୍ଣ କ'ଣ। ଧ୍ୱନିକୁ ଯେତେବେଳେ ଲେଖାରେ ପ୍ରକାଶ କରାଯାଏ, ସେଥିରୁ ବର୍ଣ୍ଣ ସେଗୁଡ଼ିକ ମାନେ ସେଥିରୁ ଯାହା ଜାତ ହୁଏ ତାକୁ ବର୍ଣ୍ଣ ବୋଲି କୁହାଯାଏ। ଠିକ୍ ଅଛି ଫ୍ରେଣ୍ଡସ୍। ସେହିଭଳି ଭାବରେ ଦେଖନ୍ତୁ ଧ୍ୱନିର ଲିପି ରୂପକୁ ବର୍ଣ୍ଣ କୁହାଯାଏ, ଯାହାର ପରିଭାଷା ତୁମେ କ୍ଲିୟରଲି ମନେ ରଖିଥିବ। ତ ବର୍ଣ୍ଣ ଦୁଇ ପ୍ରକାର ରହୁଛି, ବହୁତ ହି କମନ୍, ବହୁତ ହି ସିମ୍ପଲ୍। ବର୍ଣ୍ଣ ଦୁଇ ପ୍ରକାର, ଯାହା ସବୁ ଆପଣ ଜାଣିଛନ୍ତି। ଗୋଟେ ହେଉଛି ସ୍ୱରବର୍ଣ୍ଣ। ସ୍ୱରବର୍ଣ୍ଣ ହେଉଛି 11ଟି, ଯେଉଁଠିକି ଆପଣ ଅ ଠୁ ଓ ପର୍ଯ୍ୟନ୍ତ ପିଲାବେଳଠୁ ତୁମେ ଶୁଣିକି ଆସିଛ, ପଢ଼ିକି ଆସିଛ, ଲେଖିକି ମଧ୍ୟ ଆସିଛ। ସେଇଭଳି ଭାବରେ 2 ନମ୍ବର ହେଉଛି ବ୍ୟଞ୍ଜନ ବର୍ଣ୍ଣ, ଯେଉଁଠିକି 38ଟି ରହୁଛି, ଯାହାକି ଆପଣଙ୍କର ମାନେ ଭିନ୍ନ ଭିନ୍ନ ବର୍ଗ ହିସାବରେ ଦେଖିବାକୁ ପାଉ। ଯେମିତିକି ଦେଖନ୍ତୁ କ ବର୍ଗ। କ ବର୍ଗରେ ଆମେ ଦେଖିବାକୁ ପାଉଛୁ କ ଠୁ କ ଖ ଗ ଘ ଙ ପର୍ଯ୍ୟନ୍ତ। ସେଇଭଳି ଭାବରେ ଚର ବର୍ଗ ଆସୁଛି ଚ ଛ ଜ ଝ ଣ ବର୍ଗ। ଦେଖନ୍ତୁ ଏସବୁ ବେସିକ୍ ଜିନିଷ, କିନ୍ତୁ ଆପଣ ଏଇ ଜିନିଷକୁ ମନେ ରଖିବା ଦରକାର। ମୁଁ ଆପଣଙ୍କୁ 20ଟା MCQ ମଧ୍ୟ ଲାଷ୍ଟକୁ କରିବି, ଯାହାଫଳରେ କି ଆପଣଙ୍କୁ ଆଇଡ଼ିଆ ହେଇଯିବ ଏଇ ଛୋଟ ଛୋଟ ବିଷୟର ମହତ୍ତ୍ୱ କ'ଣ। ସେଇଭଳି ଭାବରେ ଟ ବର୍ଗ ଟ ଠ ଡ ଢ ଣ। ତ ବର୍ଗ ତ ଥ ଦ ଧ ନ। ପ ବର୍ଗ ପ ଫ ବ ଭ ମ। ଠିକ୍ ଅଛି। ଆଉ ବାକି ଅନ୍ୟାନ୍ୟ ଯାହା ରହିବ, ଯେମିତିକି ଜ ର ଳ ଲ ବ ସ ହ କ୍ଷ, ଏଇଭଳି ଭାବରେ ଯାହା ସବୁ ରହିଲା, ସେସବୁ ଅନ୍ୟ ବର୍ଗରେ ଆମେ ଦେଖିବାକୁ ପାଉଛୁ। ନେକ୍ସଟ ଆମେ ଦେଖିବା ବର୍ଣ୍ଣମାଳା ଉପରେ। ଦେଖନ୍ତୁ ସମସ୍ତ ବର୍ଣ୍ଣଗୁଡ଼ିକୁ ନିୟମିତ ଅନୁକ୍ରମରେ ଗୋଟିଏ ଧାରଣ ସାଜାରେ ଯଦି ରଖାଯାଇଥାଏ, ତାହାକୁ ବର୍ଣ୍ଣମାଳା କୁହାଯାଏ। ଯେମିତିକି ଦେଖନ୍ତୁ ବର୍ଣ୍ଣର ମାଳାକୁ ଆମେ ସିମ୍ପଲ୍ ୱାର୍ଡ଼ରେ କହିବା ବର୍ଣ୍ଣମାଳା। ଠିକ୍ ଅଛି। ଯେମିତି ଆମ ଓଡ଼ିଆରେ 11ଟି ସ୍ୱରବର୍ଣ୍ଣ ଅଛି ଏବଂ 38ଟି ବ୍ୟଞ୍ଜନ ବର୍ଣ୍ଣ ଅଛି। ମାନେ ଟୋଟାଲି ଆମର 49ଟି ବର୍ଣ୍ଣ ଆମେ ଦେଖିବାକୁ ପାଉ। ତ ବେଳେବେଳେ ଛୋଟିଆ ଛୋଟିଆ କୋଶ୍ଚିନ୍ସ ମଧ୍ୟ ଆସିଛି, କେତୋଟି ସ୍ୱରବର୍ଣ୍ଣ ଅଛି, କେତୋଟି ବ୍ୟଞ୍ଜନ ବର୍ଣ୍ଣ ଅଛି। ତ ସ୍ୱରବର୍ଣ୍ଣ କ'ଣ ଆପଣ ଜାଣିଲେ, ବ୍ୟଞ୍ଜନ ବର୍ଣ୍ଣ କ'ଣ ଆପଣ ଜାଣିଲେ। ତ ଏବେ ସବୁଠୁ ଇମ୍ପୋର୍ଟାଣ୍ଟ କ'ଣ, ସ୍ୱର ସବୁବେଳେ ପ୍ରଥମେ ରୁହେ, ବ୍ୟଞ୍ଜନ ସେଗୁଡ଼ିକର ପରେ ଆସେ। ଏଇଟା ହେଉଛି ଆମର ଯେତିକି ବି ଓଡ଼ିଆ ଗ୍ରାମାରର ସବୁଠୁ ସିମ୍ପଲ୍ ଆଣ୍ଡ ବେସିକ୍ ବିଷୟ, ଯାହାକି ତୁମେ ପିଲାବେଳଠୁ ପଢ଼ିକି ଆସ। କିଛି ଏଠି ଡିଫରେନ୍ସ କିଛି ନାହିଁ, ବଟ୍ ଆମେ ଏକ୍ଜାମ୍ସରେ ଭିନ୍ନ ଭିନ୍ନ ପ୍ରକାର କୋଶ୍ଚିନ୍ସ ଆମେ ଦେଖୁ। ତ ସେଇ କୋଶ୍ଚିନ୍ସକୁ ଆମେ ନେଇକି ଆସିଛୁ କିଛି ଇମ୍ପୋର୍ଟାଣ୍ଟ ୱେରେ, ଯାହାକି ଆପଣଙ୍କୁ ହେଲ୍ପ କରିବ। ଦେଖନ୍ତୁ MCQରେ ମୁଁ ଆପଣଙ୍କୁ ନେଇଛି, ଦେଖନ୍ତୁ ଆ ମାନେ କ'ଣ, ମାନେ ଆ କେଉଁ ପ୍ରକାର ବର୍ଣ୍ଣ ପଚାରିପାରେ, ନଥିଲେ କେଉଁ ପ୍ରକାର ଧ୍ୱନି ପଚାରିପାରେ।
तो यार राइट आंसर ये मुझे लिखिदेसी। तो ऑप्शन एमती आसो जहाँकि आप आइडिया करूँ। तो यार राइट आंसर हूँ स्वरध्वनि नथिले आपन को स्वरध्वनि किंबा स्वर वर्ण यह भी पचारि पार। नेक्स्ट आपन को देखो ओडिया रे स्वर वर्ण केतोटी सबुठ सिंपल और सबुठ सहज आप जानते जे 11टी जहाँ हूँ ऑप्शन बी राइट आंसर। 11टी कौन कौन अ ठारू ओ पर्यंत जी भी सब अच्छी से स्वर स्वर उच्चारित होता स्वर वर्ण कहुए। नेक्स्ट आपन देखो क क कौन रो उदाहरण माने क आमे जो प्रचारण करछू सेटा कौन ना ये जो ऑप्शन भितर स्वर ध्वनि ना व्यंजन ध्वनि जो ऑप्शन गुड़ी अच्छी तो ये राइट आंसर होची व्यंजन वर्ण। देखो क गोटे व्यंजन वर्ण स्वर वर्ण रे आमे ओ ठू ओ पर्यंत देखुचु तापर जहाँ रहा क ठू जहाँ रहा यहाँ क वर्गर जदि पचार क क्यों वर्गर तो क हूँ क वर्गर कौन कौन आसचे आप सब देखिले से हिसाब से आपन ताकू उत्तर मत करें। नेक्स्ट आपन देखो ओडिया वर्णमाला रे कूल वर्ग केतोटी माने कूल वर्ग देखो क्वेश्चन केबे केबे एमती बुले बांके पचार कन्फ्यूज होगा ना माने संपूर्ण ओडिया रे वर्ण केतोटी पचारुछि तो कूल वर्ण हिसाब से आपन 49 आंसर देवे 49 जोटी 11टी स्वर आ 38टी व्यंजन टोटल मिसेकी 49 आम देखा पाऊ। देखो च कौन वर्ग रे पड़े माने च को वर्ग आसो जमी कहली मु च वर्ग हूँ ऑप्शन बी यार राइट आंसर। तो नेक्स्ट क्वेश्चन देखो ट को प्रकार वर्ग ट हूँ व्यंजन वर्ग से भाव में रु कौ प्रकार उदाहरण से हूँ स्वर वर्ण ये आप क्लीयरली सबू जिनस देखिपे। यही भाव में मुझे 20टी क्वेश्चंस मुझे प्रेजेंट कर देछि। ये पीडीएफ आपन आम टेलीग्राम चैनल रु डाउनलोड करेंगे और डाउनलोड करके ये क्वेश्चन गुड़िक आप प्रैक्टिस करेंगे जहाँकि आप ये देखिपे टोटाल ये 20 क्वेश्चंस मुझे देखा दूसरी आउ सब यही भाव में क्वेश्चंस गुड़िक रहा गोटे बेसिक इंट्रोडक्शन क्लास फास्ट रहा। तो ये भाव में आम इच एंड एवरी मंडे आम ओडिया ग्रामर उपर क्लास करवा आउ से क्लास उपर आम ओडिया ग्रामर विषय बहुत किसी विषय शिखा। तो आशा करुँच वीडियो आपको भल लगी जब वीडियो आपको भल लगा तो लाइक शेयर और सब्सक्राइब करने को भूलें। थैंक यू फ्रेंड्स, थैंक यू फॉर वाचिंग दिस वीडियो।